ଜୟ ଜଗନ୍ନାଥ। ଆମ ପାଖକୁ ଜଣେ ଚାଷୀ ଆସିଥିଲେ କୋରାପୁଟରୁ ସିମସନ୍ ପାୱାର ୱିଡର ନେବା ପାଇଁ। ହୋଣ୍ଡା ଇଞ୍ଜିନ୍ ଲାଗିଛି, ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟ। ତ ଭାଇ ଆପଣ କୋଉଠୁ ଆସିଥିଲେ? ମୁଁ କୋରାପୁଟରୁ ଆସିଥିଲି ସାର୍। ଆଚ୍ଛା, ଆପଣଙ୍କୁ ତ ସେଠି ବହୁତ ଡିଲର ଅଛନ୍ତି ସେପଟେ ଆପଣଙ୍କର, ତ ଏତେ ଦୂର ଆପଣ ଆମ ପାଖକୁ କାହିଁ ଆସିଲେ? କାହିଁକି ବୋଲେ ସାର୍ ହୋଣ୍ଡା ଇଞ୍ଜିନ୍ ଲାଗିଛି ବୋଲିକି ଆମେ ଆଚ୍ଛା, ଭଲ ବ୍ରାଣ୍ଡ ର ଲାଗିଛି ବୋଲିକି ଆସିଲୁ ସାର୍। ଭଲ ବ୍ରାଣ୍ଡର ଲାଗିଛି ବୋଲି ଆସିଲେ। ହୁଁ ଆଚ୍ଛା, ଏଇ ମେସିନ୍ ଉପରେ 65,000 ଦିଆଯାଉଥିଲା। ବର୍ତ୍ତମାନ ଆର 5,000 ଇନକ୍ରିଜ୍ ହେଇକି ଗୋଟେ କମ୍ପାନୀ ଆମକୁ ମେଲ୍ କରିଥିଲା। ତ ସେଇ ରେଟ୍ ହିସାବରେ 5,000 ବଢିଛି, କାରଣ ପୁରୁଣା ଷ୍ଟକ୍ ସରିଯାଇଛି, ନୂଆ ଷ୍ଟକ୍ ଆସିଯାଇଛି। ତ ଭାଇ ଆପଣ କେତେ ରେଟ୍ ଏଟା ନେଲେ? 70,000 ସାର୍। ଆ ଦେହରେ ଯାହା ଆଟାଚମେଣ୍ଟ ଆପଣଙ୍କୁ କହିଥିଲା ସବୁ ପାଇଲେ ତ? ହଁ ସାର୍। ଠିକ୍ ଅଛି। ଯାହା ଯାହା ଆଟାଚମେଣ୍ଟ ଆମର କମିଟମେଣ୍ଟ କୁହାଯାଇଥିଲା ଭିଡ଼ିଓରେ, ସେସବୁ ଆଟାଚମେଣ୍ଟ ଭାଇଙ୍କୁ ଦିଆଯାଇଛି। ବାକି 6 ମାସ ପରେ ଆମେ ଭାଇଙ୍କ ଘରକୁ ଯାଇକି ଆର ପ୍ରଡକ୍ଟର ଫିଡବ୍ୟାକ୍ ମଧ୍ୟ ନେବୁ। 6-7 ମାସ ପରେ ମେସିନ୍ କେମିତି ଚାଲିଛି, କ'ଣ ଚାଲିଛି। ତ ଭାଇ ଆର ଏବେ ଡେମୋ ପ୍ରୋସେସ୍ ଆମେ ଯାଇ କରିବା, ହଁ ଠିକ୍ ସାର୍। ଅଛି। ରହିଲା ଆଜ୍ଞା, ଆମେ ଡେମୋ ପ୍ରୋସେସ୍ ଭାଇଙ୍କୁ କରିକି ଆମେ ବିଦାୟ କରୁଛୁ, କାରଣ ଭାଇ ବହୁତ ଦୂରରୁ ଆସିଛନ୍ତି। ସ୍ମାଇଲ୍ ଆଗ୍ରୋଟେକ୍ ଅଫିସିଆଲରୁ ସ୍ୱାଗତ କରୁଛି ସମସ୍ତ ଓଡ଼ିଶାର ଚାଷୀ ଭାଇମାନଙ୍କୁ। ଆମର ଭିଡ଼ିଓ ଦେଖିକି ଗୋଟେ ଭାଇ ଆସିଥିଲେ କୋରାପୁଟରୁ। ଏତେ ଦୂର କାହିଁକି ଧାଇଁ ଆସିଥିଲେ? ତାଙ୍କୁ ଗୋଟେ ବ୍ରାଣ୍ଡ ଆଉ ରେପୁଟେଡ୍ ପ୍ରଡକ୍ଟ ଦରକାର। ବ୍ରାଣ୍ଡ ଆଉ ରେପୁଟେଡ୍ ପ୍ରଡକ୍ଟ ସବୁବେଳେ ସ୍ମାଇଲ୍ ଆଗ୍ରୋଟେକ୍ ପ୍ରୋଭାଇଡ୍ କରିଥାଏ ଚାଷୀମାନଙ୍କୁ। ପିପିଲିରେ ଅଛି ସ୍ମାଇଲ୍ ଆଗ୍ରୋଟେକ୍। ଗୋଟେ ଥର ଆପଣ ନେଲେ ସବୁବେଳେ ଆମର କମିଟମେଣ୍ଟ, ଯେମିତି ଚାଷୀଟେ ମେହନତ କରି ପଇସା ଇନକମ୍ କରୁଛି, ଗୋଟେ ଥର ମେସିନ୍ ନେଲେ ତାର 15ରୁ 20 ବର୍ଷ ମେସିନ୍ ଚାଲିବ। ସେଇ ପରିପ୍ରେକ୍ଷୀରେ ଆମ ପାଖରୁ ଗୋଟେ ଭାଇ କୋରାପୁଟରୁ ଦୌଡ଼ି ଆସିଥିଲେ ଆମ ପାଖକୁ ଗୋଟେ ଭଲ ବ୍ରାଣ୍ଡ ମେସିନ୍ ନେବା ପାଇଁ। ଭାଇ ନମସ୍କାର। ନମସ୍କାର ସାର୍। ଆପଣ କୋଉଠୁ ଆସିଥିଲେ? ମୁଁ କୋରାପୁଟରୁ ସାର୍। ଆଜ୍ଞା, ତ ଏତେ ଦୂରରୁ କାହିଁ ଆମ ପାଖକୁ ଆପଣ ଧାଇଁ ଆସିଥିଲେ ଗୋଟେ ମେସିନ୍ ପାଇଁ? ସାର୍ ପାୱାର ଟେଲ୍ ହୋଣ୍ଡା ଇଞ୍ଜିନ୍ ଲାଗିଛି, ଭଲ ବ୍ରାଣ୍ଡର ବୋଲିକି ଆସିଲେ ସାର୍। ଆଚ୍ଛା, ତ ଆର ପରଫରମେନ୍ସ ୱାର୍କିଂ ଦେଖିଲେ କେମିତି ଲାଗୁଛି ଆପଣଙ୍କୁ? ନାଇଁ ଭଲ ସାର୍। ଠିକ୍ ଅଛି। ତ ଆର ଯାହା ଆଟାଚମେଣ୍ଟ ଆପଣଙ୍କୁ କୁହାଯାଇଥିଲା ସେଇ ଆଟାଚମେଣ୍ଟ ଆପଣ ସବୁ ପାଇଲେ ତ? ହଁ ହଁ ପାଇଲି ସାର୍। ତ ଆମର ସର୍ଭିସ୍ ଡିଲ୍ କେମିତି ଆପଣଙ୍କୁ ଲାଗିଲା? ଭଲ ସାର୍। ଆଜ୍ଞା, ବହୁତ ଚାଷୀ ଅଲ୍ ଓଡ଼ିଶାରୁ ଆସିକି ଆମ ପାଖରୁ ମେସିନ୍ ନେଇକି ଯାଉଛନ୍ତି। ଓଡ଼ିଶା ବାହାରୁ ମଧ୍ୟ ଆସିଛନ୍ତି। ଆମର ଇଣ୍ଡିଆ ମାନେ ଓଡ଼ିଶା ବାହାରକୁ ମଧ୍ୟ ଆମ ବହୁତ ସାରା ମେସିନ୍ ଆମର ଯାଇଛି। କଲିକତା ବି ଯାଇଛି। ଆଉ ଓଡ଼ିଶାର ଚାଷୀ ଭାଇମାନଙ୍କୁ ଖାସ୍ ଏଇଆ, ତ ଆପଣମାନେ ନିହାତି ପାଖରୁ ଯେଉଁମାନେ ଦୂର ଦୂରରୁ ବି ଆସୁଛନ୍ତି, ବସ୍ରେ ମେସିନ୍ ଯାଉଛି, ମେସିନ୍ ଆସି ନିହାତି ଆପଣ ସ୍ମାଇଲ୍ ଆଗ୍ରୋଟେକ୍ ଭିଜିଟ୍ କରି ନେଇପାରିବେ ମେସିନ୍। ତ ଓଡ଼ିଶା ବାହାରୁ ବି ଲୋକ ଆସି ନେଉଛନ୍ତି। ତ ଆପଣ ଚାହିଁଲେ ନିହାତି ସ୍ମାଇଲ୍ ଆଗ୍ରୋଟେକ୍ ଭିଜିଟ୍ କରିପାରିବେ। ତ ଏଠି ଭିଜିଟ୍ କରିକି ଏଇ ଟାଇପ୍ର ବ୍ରାଣ୍ଡ ପ୍ରଡକ୍ଟ ନେଇକି ଆପଣ ନିଜର ଚାଷକୁ ଫାର୍ମିଂକି ଆଗକୁ ନେଇପାରିବେ। ଏତିକି ଚାଲନ୍ତୁ ଦେଖିବା ବର୍ତ୍ତମାନ ଲାଇଭ୍ ଡେମୋ ମେସିନ୍ଟା ଚାଲୁଛି କେମିତି। ଭାଇ ଆପଣ ବି ଚଲାନ୍ତୁ। ସ୍ମାଇଲ୍ ଆଗ୍ରୋଟେକ୍ ସବୁବେଳେ ଏଇ ଟାଇପ୍ର ଡେମୋ କରିକି ଲାଇଭ୍ ଡେମୋ କରିକି ଚାଷୀମାନଙ୍କୁ ଦେଇଥାଏ, ଯାହାକି ଚାଷୀ ଗୋଟେ ଥର ନେଲେ 15ରୁ 20 ବର୍ଷ ମେସିନ୍ଟି ଚାଲିବ। ଆଉ ଯିଏ ନୂଆ କଷ୍ଟମର କିଛି ବି ଜାଣିନଥିବେ, ଏଇ ଟାଇପ୍ର ଆମେ ଟ୍ରେନ୍ କରିକି ତାକୁ ପ୍ରମ୍ପ୍ଟ କରିକି ତାକୁ ଫିଲ୍ଡ ଉପରେ ଚାଷୀ ଦେଉଛୁ। ତ ଆପଣ ନିହାତି ଭିଜିଟ୍ କରିପାରିବେ ସ୍ମାଇଲ୍ ଆଗ୍ରୋଟେକ୍। ଏଇ ଟାଇପ୍ର ଲାଇଭ୍ ଡେମୋ ଦେଖିକି ମେସିନ୍ ନେବେ, ଯେଉଁଟାକି 15ରୁ 20 ବର୍ଷ ଚାଲିବ। ଏଇଟା ଆମର କାମ। ଆଜ୍ଞା, ମେସିନ୍ଟା ଆପଣ ଚଲେଇଲେ କେମିତି ଲାଗୁଛି? ଭଲ ସାର୍। ଭାଇବ୍ରେସନ୍ ହେଉଛି କି ନାହିଁ? ଭାଇବ୍ରେସନ୍ ନାଇଁ, ଭଲ କେତେ ସ୍ମୁଥ୍ ସୁନ୍ଦର ଅଛି। ଚାଲୁଛି? ସ୍ମୁଥ୍ ଅଛି ସାର୍। ବହୁତ ଲାଗୁଛି। ହୁଁ ତ ଆପଣ ଏ ମେସିନ୍ ନେଇକି ପୁରା ସାଟିସ୍ଫାଏଡ୍ ଅଛନ୍ତି? ହଁ ସାର୍। ତ ଆପଣ ଏ ମେସିନ୍ ନେଇକି କେତେ ସାଟିସ୍ଫାଏଡ୍? ଭଲ ସାର୍। ଚଲେଇଲେ କେମିତି ଲାଗୁଛି? ଭଲ ସ୍ମୁଥ୍ ଲାଗୁଛି। ଆଉ ଆପଣ କେତେ ଖୁସି ଅଛନ୍ତି ମେସିନ୍ ନେଇକି? ଖୁସି ସାର୍, ବହୁତ ତ ଖୁସି। ଓଡ଼ିଶାର ଚାଷୀ ଭାଇମାନଙ୍କୁ ଆପଣ କ'ଣ କହିବେ, ଯେଉଁମାନେ ଗୋଟେ ଭଲ ବ୍ରାଣ୍ଡ ତାଙ୍କୁ ମିଳୁନି, ଚାଇନା ବ୍ରାଣ୍ଡ ନେଇକି ସେମାନେ ଠକାମିରେ ପଡ଼ୁଛନ୍ତି, ତ ସେମାନଙ୍କୁ ଆପଣ କ'ଣ ମେସେଜ୍ ଦେବେ? ସାର୍ ଏଠିକି ଆସନ୍ତୁ, ଆଉ ଭଲ ଜିନିଷ ହୋଣ୍ଡାର ନେଇକି ଯାଆନ୍ତୁ। ଆର ମୁଁ ସବୁବେଳେ ଆଜ୍ଞା କୁହେ, ଚାଷୀ ଭାଇଟେ ବହୁତ ମେହନତ କରିକି ଜମିରେ ଖୁନ୍ ପସିନା ଏକ କରିକି ପଇସା କମଉଛି। ପଇସା କମେଇଟା ଏତେ ସରଳ ଆଜ୍ଞା ନୁହଁ। ଚାଇନା ମେସିନ୍ ନେଇକି ଆପଣ ଠକାମିର ଶିକାର ହୁଅନ୍ତୁନି। ଚାଷୀଙ୍କ ଦରକାର ଗୋଟେ ଭଲ ବ୍ରାଣ୍ଡ, ଯେଉଁଟାକି ମାଟି ସାଙ୍ଗରେ ଲଢ଼ିବ ଆଉ ସଦାସର୍ବଦା ମେସିନ୍ଟା ତାଙ୍କ ସାଙ୍ଗରେ ଛାଡ଼ା ରହିଥିବ। ତ ସେଇ ଟାଇପ୍ର ମେସିନ୍ ସ୍ମାଇଲ୍ ଆଗ୍ରୋଟେକ୍ ସବୁବେଳେ ପ୍ରୋଭାଇଡ୍ କରିଥାଏ। ଆଉ ଚାଷୀଙ୍କ ଭରସା ବିଶ୍ୱାସ ଜିତିବାର ମାହିର ହେଲା ସ୍ମାଇଲ୍ ଆଗ୍ରୋଟେକ୍। ତ ମୁଁ ଆପଣଙ୍କୁ ନିହାତି କହୁଛି ଭିଜିଟ୍ କରନ୍ତୁ ଆମ ଶୋରୁମ୍, ଯେଉଁଟାକି ପିପିଲି ଓଭରବ୍ରିଜ୍ ସାଇଡ଼୍ରେ ଅଛି, ନିମାପଡ଼ା ଯିବା ରାସ୍ତାରେ। ଯେଉଁଠି ବ୍ରିଜ୍ ଏଣ୍ଡ ହେବ ସେଇଠି ଆମ ଲୋକେସନ୍।
ଆପଣ ନିହାତି ଭିଜିଟ୍ କରିକି ଏଇ ଟାଇପ୍ର ବ୍ରାଣ୍ଡ ମଲ୍ଟିନ୍ୟାସନାଲ କମ୍ପାନୀ ନେଇକି ଆମର ଚାଷକୁ ଆଗକୁ ନେଇପାରିବେ। ଆଜି ଏତିକି ଆମେ କହିକି ରହିଲୁ, ପୁଣି ଦେଖା ହେବ ଏକ ନୂଆ ଏଗ୍ରିକଲଚର ରିଲେଟେଡ୍ ନୂଆ ପ୍ରଡକ୍ଟ ଭିଡ଼ିଓ କଣ୍ଟେଣ୍ଟ ସହିତ। ରହିଲି, ଜୟ ଜଗନ୍ନାଥ।